ମୁଁ ପ୍ରଥମେ ଡ୍ରାମା କୁ ବିଲିଭ କରୁନଥିଲି କିନ୍ତୁ ଏଇ ଡ୍ରାମା ଦେଖିକି ମୁଁ ବାହାଇଥିଲି ସେ ମୋ ନାଁ କହିନାହାନ୍ତି ଠିକ ଅଛି କିନ୍ତୁ ମୁଁ କହିବି ସତ କଣ ଏ ଯାହାବି ସବୁ ମାନେ ଯାହାବି ସବୁ ଡେସ୍କ୍ରାଇବ କରି କହିଛନ୍ତି ଯେତେବେଳେ ମୋର ପୋଷ୍ଟ ଆସିଲା ନା ମୁଁ ଯେତେବେଳେ ଲେଖିଥିଲି ତାଙ୍କର ଗୋଟେ କର୍ମଚାରୀଙ୍କର ମାନେ ମୁଁ କହିଥିଲି ଜଣେ ମହାନ ଖଳନାୟକ ତାଙ୍କର କର୍ମଚାରୀ ବିଷୟରେ ମୁଁ ସତ କଥା କହିବି ସେ କର୍ମଚାରୀ ଜଣକ ହେଲ୍ପ କରନ୍ତି ଝିଅ ଯୋଗାଇବାରେ ତ ଯେତେବେଳେ ମୁଁ ଏଇଟା ଲେଖିଦେଲି ତାଙ୍କର ମାଇଣ୍ଡରେ କୋଉଠି ନା କୋଉଠି ଆସିଲା ତାଙ୍କର ଷ୍ଟାଫ ମାନେ ମାନେ ଡରିଥିବେ ଯେ ନାଇଁ ନାଇଁ ଆମ ବିଷୟରେ ଯଦି କହିଦେବ ଆମର କଣ ହବ ତ ସିଏ ସେଇଥିରେ ଜାଣିପାରିଲେନି ସତ କଣ ମିଛ ତକ ବଖାଣି ଦେଲେ ଯେତେବେଳେ ବାହାରିବ ସତରେ ପୋଲିସ ମାଗିବ ଯେ ତମକୁ କିଏ ଫୋନ କରି କହିଥିଲେ ଦିଅ ଦେଇପାରିବ ଯେତେବେଳେ ତମକୁ ଏସପି ଡିଏସପି ନାଁ ଧରି ଦେଇଛ କହିଦେଇଛ ତାଙ୍କ ଥାନାକୁ ଆମେ ଯାଇଥିଲୁ ତାଙ୍କ ଥାନାରେ କନେକ୍ସନ ଆପଣ ପ୍ରୁଫ ଦିଅନ୍ତୁ ନା ଯଦି ଆପଣଙ୍କୁ ଧମକ ଯାଇଛି ଡିଜାବଲ କରିଦେବେ ବୋଲି କହିଛନ୍ତି ପ୍ରୁଫ ତ ଦରକାର ନା ଭାଇ ୱିଦାଉଟ୍ ଏନି ପ୍ରୁଫ ରେ କେମିତି ଜଣେ ମାନେ ଭାବିଦବ ନାହିଁ ସତରେ ସବୁ ପ୍ରମାଣ ରଖିଛି ଆଜ୍ଞା ମୁଁ ପ୍ରତ୍ୟେକଟି ଜିନିଷର ପ୍ରମାଣ ରଖିଛି ତାଙ୍କ ବାପା ମା ଡିମାଣ୍ଡ କରିଛନ୍ତି ପଇସା ସେଇଟାର ପ୍ରମାଣ ରଖିଛି ତାଙ୍କର କଣ କଣ ମାନେ ସେ ଯେତିକି ଜାଗାରେ ମୁଁ ତ ସବୁ ଜିନିଷ ପାଇପାରିବିନି ନା ମୁଁ ଯେତିକି 8-10ଟା ଝିଅଙ୍କର ପାଇଛି ପ୍ରମାଣ ମୁଁ ରଖିଛି ଫଟୋ ରଖିଛି ଅଡିଓ ରଖିଛି ବହୁତ କିଛି ରଖିଛି ମାନେ ଯୋଉ ହୋଟେଲ ଯାଆନ୍ତି ନା ଭାଇ ସେ ହୋଟେଲରେ ପେମେଣ୍ଟ କରାହେଇଛି ଏଇ ଝିଅ ସେଇ ଟାଇମ ରେ ପଠେଇଛି ଆଧାର କାର୍ଡ ଇଏ ତାଙ୍କୁ ମାଗିଛନ୍ତି ଯେ ତୁ ଆଧାର କାର୍ଡଟା ପଠା ସିଏ ସ୍କାନର ପଠେଇଛନ୍ତି ତୁ ଏଇ ସ୍କାନରରେ ସେ ହୋଟେଲକୁ ପଠେଇ ଦେ ପୁରୀର ଗୋଟେ ରିସର୍ଟ ବହୁତ ସାରା ଜାଗାରେ ମୁଁ ପ୍ରୁଫ ପାଇଲା ପରେ ଆଣ୍ଡ ସିଏ ମତେ ମାନେ ସେପାରେଟ ଆମେ ହେଇନୁ କିନ୍ତୁ ସେ ବାହାଘର ପାଇଁ ଝିଅ ଖୋଜୁଥିଲେ